କେତେ ଅପମାନ ଆଉ କେତେ କଟାକ୍ଷ ହଜମ କରିନି ଆସ୍ତେ କରି ସବୁରି ନିର୍ଲକ୍ଷ୍ୟରେ ଅବାଧ୍ୟ ଲୋକକୁ କୋତରା ପଣତରେ ସାଉଁଟିନି ସେଇ ପଣତ ବଦଳେ ଅସନ୍ତି ମମତାରେ ପୁଣି କେବେ ବିନା ଦୋଷରେ ରୂପ ନିଏ ପୁଣି କେବେ ବିନା ଦୋଷରେ ରୂପ ନିଏ ସେଟା କଥା କାରଣ ସେ କେବେ ଖୋଜିନି ହେଲେ ଗୌତମ ତ ମହର୍ଷି ଥିଲେ ନା ଅନ୍ତର୍ଜମୀ ହୋଇ ଏତେ ନିର୍ଭୟତା ସୀତାର ଭାଗ୍ୟରେ କଣ ବାରବାର ଅଗ୍ନି ପରୀକ୍ଷା ଲେଖା ଅଛି ପୁରୁଷୋତ୍ତମ ଭାଇ ବିଶ୍ୱାସ କଲେ ଲୋକ କଥାକୁ ହଉ କହିଲା ଦେଖି ମନ୍ଦୋଦରୀ କଣ ସତୀ ନଥିଲେ ନା ନଥିଲା ସୁନ୍ଦରୀ ତେବେ ଲଙ୍କାପତିର ଅନ୍ୟ ପ୍ରତି ଆକୃଷ୍ଟତା କାହିଁକି ସାମାନ୍ୟ ଭାବନାକୁ ନେଇ ଶାସ୍ତି ଦେବା ପୁଅ ହାତେ ମାଆକୁ ମାରିବା ତପସ୍ୱୀ ଜମଦଗ୍ନିକୁ କଣ ଶୋଭା ପାଉଥିଲା ଭାବନା କାମନା ସବୁଥିରେ ପ୍ରତିବନ୍ଧକ କି ଆଶାର କି ମନର ଛି ଯାଉନୁ ଜୀବନ ଯାକ ଗୋଲାମୀ କରି କରି ଦିନ ଗଲା କେହି ସହିଲେନି କି କେହି ବୁଝିଲେନି ବାର ବାର ହୁଙ୍କୁରି ମାରୁଛି ଏବେ ଯାଏ ଫକୀରଙ୍କ ରେବତୀ ବାରବାର ହୁଙ୍କୁରି ମାରୁଛି ଏବେ ଯାଏ ଫକୀରଙ୍କ ରେବତୀ କହିଲ ଟିକେ ଯାଜ୍ଞସେନୀର ଅପମାନରେ ସମଗ୍ର କୁରୁବଂଶ ଧ୍ୱଂସ ହେଲା ଶହେ ପୁଅ ହରେଇ ଗାନ୍ଧାରିକ ବେଳା ପରେ ଯଦୁବଂଶ ବି ନାଶ ହେଲା ତେବେ ଏଇଥିରୁ କଣ ଜଣାପଡୁଛି ଜଣାପଡୁନି କି ତାର ଶକ୍ତି କେତେ ଧର୍ମ ନାଁରେ ଗୁଡ଼ାଏ ଅନ୍ଧବିଶ୍ୱାସକୁ ମାନିବାକୁ ବାଧ୍ୟ ସେ କାହିଁକି କି କଥା ହେଲା ତାକୁ ପୁଣି ବାଧ୍ୟ କଲା କିଏ ଠିକ୍ ତାରି ପରି ଆଉ ଏକ ନାରୀ ଯିଏ ତାକୁ ଦେଖି ପହରା ମାରୁଥାଏ ଈର୍ଷାର ନଈରେ ବେଳେ ବେଳେ ଚକଚକ୍ করে ଦେବୀ ପରିକା ତା ମୁହଁଟା ଅଳତା ପୋଳା ପାଗରେ ସେ ବସ କରିପାରେ ପୁରୁଷର ଛାତି ସଉଦା ବଜାରରେ